ମୁଁ ଆଶା କରୁଛି ଆପଣମାନେ ଭଲସେ ଥିବେ। ଚାଲନ୍ତୁ ଜାଣିବା ଆଜିର ଏହି ଭିଡିଓରେ ସିଏମ୍ କିଷାନ କିମ୍ବା ପିଏମ୍ କିଷାନର କଣ କଣ ତାମାନେ ଡକୁମେଣ୍ଟ ପତ୍ର କଣ କଣ ରହିବା କଥା ସବୁ କିଛି ଆଜିର ଭିଡିଓରେ ଆପଣମାନେ ଜାଣିପାରିବେ। ତ ସମୟକୁ ଅତିବାହିତ ନ କରିକି ପ୍ରଥମେ ଦେଖିବା ସିଏମ୍ କିଷାନ ପୋର୍ଟାଲ। ସିଏମ୍ କିଷାନ ପୋର୍ଟାଲ କଣ କହୁଛି ତାହା ଜାଣିବା ପ୍ରଥମେ। ସିଏମ୍ କିଷାନ ପୋର୍ଟାଲ କହୁଛି ସିଏମ୍ କିଷାନ ପୋର୍ଟାଲ ଉଭୟ ସିଏମ୍ କିଷାନ ଓ ପିଏମ୍ କିଷାନ ଯୋଜନା ନିୟମାବଳୀ ଅନୁଯାୟୀ ଯୋଗ୍ୟ କୃଷକମାନଙ୍କୁ ଅନ୍ତର୍ଭୁକ୍ତ କରିବା ନିମନ୍ତେ ଏକକ ମାଧ୍ୟମ। ଏହି ପୋର୍ଟାଲରେ ଗ୍ରାମାଞ୍ଚଳର କ୍ଷୁଦ୍ର ନାମମାତ୍ର କୃଷକ ଓ ଭୂମିହୀନ କୃଷି ପରିବାରର ସିଏମ୍ କିଷାନ ଯୋଜନାରେ ଅନ୍ତର୍ଭୁକ୍ତ ହେବା ନିମନ୍ତେ ଆବେଦନ କରିପାରିବେ। ସେହିପରି ଏହି ପୋର୍ଟାଲରେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ସମସ୍ତ ବର୍ଗର ଯୋଗ୍ୟ ଚାଷଜମି ଥିବା କୃଷକ ପିଏମ୍ କିଷାନ ଯୋଜନାରେ ଅନ୍ତର୍ଭୁକ୍ତ ହେବା ନିମନ୍ତେ ଆବେଦନ କରିପାରିବେ। ଆପଣଙ୍କର କେତେ ଜମି ଅଛି ତାହା ମ୍ୟାଟର କରିବ ନାହିଁ। ଯେତେ ଥିଲେ ମଧ୍ୟ ଆପଣ ଏହି ସିଏମ୍ କିଷାନ କିମ୍ବା ପିଏମ୍ କିଷାନକୁ ଆପଣ ଅନଲାଇନ୍ କିମ୍ବା ଆପ୍ଲାଏ କରିପାରିବେ। ବର୍ତ୍ତମାନର ସରକାର ଆମର ପ୍ରଧାନମନ୍ତ୍ରୀ ଏବଂ ଚିଫ୍ ମିନିଷ୍ଟର ଦୁହିଁଙ୍କର ପୋର୍ଟାଲ ସେମ୍‌ରେ ଅଛି। ତ ତାପରେ ଆଗକେ ଦେଖିବା କଣ ରହିଛି ତାର ପଞ୍ଜୀକରଣ ପାଇଁ ନିର୍ଦ୍ଦେଶାବଳୀ। ତ ଦେଖିବା ଏଠାରେ ଯୋଗ୍ୟତା ମାନଦଣ୍ଡ କଣ ଅଛି ଏବଂ ଅଯୋଗ୍ୟତା ମାନଦଣ୍ଡ। ଯୋଗ୍ୟତା କଣ ଯୋଗ୍ୟତା ଥିବା କଥା ଏବଂ କଣ ଅଯୋଗ୍ୟତା ଥିବା କଥା ତାହା ପ୍ରଥମେ ଆମେ ଜାଣିନେବା। ତ ପ୍ରଥମ ପଏଣ୍ଟରେ ଅଛି କ୍ଷୁଦ୍ର ଓ ନାମମାତ୍ର ଚାଷୀ। ଗ୍ରାମାଞ୍ଚଳରେ ଯେଉଁମାନଙ୍କର 5 ଏକରରୁ କମ୍ ଚାଷ ଜମି ଥିବ। ଦେନ୍ ନେକ୍ସଟ ପଏଣ୍ଟରେ ଅଛି ଭୂମିହୀନ କୃଷି ପରିବାର। ଗ୍ରାମାଞ୍ଚଳର ଯେଉଁ ଭୂମିହୀନ ଶ୍ରମିକ ପରିବାର କୃଷିକୁ ମୁଖ୍ୟ କାର୍ଯ୍ୟ ଭାବରେ ଗ୍ରହଣ କରି ପରିବାର ପ୍ରତିପୋଷଣ କରିଥାନ୍ତି। ଥାର୍ଡ ପଏଣ୍ଟରେ ଅଛି ଉଭୟ ଉପାଦାନ ପାଇଁ ଆବେଦନକାରୀ ନିଶ୍ଚିତ ଭାବରେ ଓଡ଼ିଶାର ସ୍ଥାୟୀ ବାସିନ୍ଦା ହେବା ଆବଶ୍ୟକ କିମ୍ବା ଯେଉଁ ଚାଷୀ ଅଛି ସେ ଓଡ଼ିଶାର ବାସିନ୍ଦା ହେବା କଥା, ସେ ଓଡ଼ିଶାରେ ଲିଭିଂ କରୁଥିବା କଥା। ଲାଷ୍ଟ ପଏଣ୍ଟରେ ଅଛି ସହାୟତା ରାଶି ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ପୈଠ ହେବ। ଯାହା ସହାୟତା ଦେବେ ସରକାର ତାହା ଡାଇରେକ୍ଟଲି ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ପଡ଼ିବ। ଦେନ୍ ଅଯୋଗ୍ୟତା ମାନଦଣ୍ଡ ଦେଖିବା। ଅଯୋଗ୍ୟତା ମାନଦଣ୍ଡରେ ପ୍ରଥମେ ଅଛି ନାବାଳକ 18 ବର୍ଷରୁ କମ୍ ନ ହୋଇଥିବା କଥା, ମଧ୍ୟମ କିମ୍ବା ବଡ଼ ଚାଷୀ। ଦେନ୍ ଥାର୍ଡ ନମ୍ବର ପଏଣ୍ଟ ଅଛି ଗୋଟିଏ ପରିବାରର ଏକାଧିକ ସଦସ୍ୟ। ଦେନ୍ ଚାଷୀ କିମ୍ବା ତାଙ୍କ ପତି ପତ୍ନୀ ପରିବାରର ଅନ୍ୟ କୌଣସି ସଦସ୍ୟ, ଆୟକର ପ୍ରଦାନକାରୀ, ସରକାରୀ ପିଏସ୍ୟୁ କ୍ଷେତ୍ର କର୍ମଚାରୀ, ଅବସରପ୍ରାପ୍ତ କର୍ମଚାରୀ, ପେନସନଭୋଗୀ ହୋଇଥିବେ। ଦେନ୍ ନେକ୍ସଟ ପଏଣ୍ଟ ଅଛି ମୃତକ ହୋଇଥିବେ। ଦେନ୍ ସାମ୍ବିଧାନିକ ପଦବୀର ପୂର୍ବତନ ତଥା ବର୍ତ୍ତମାନର ଧାରକ, ପୂର୍ବତନ ତଥା ବର୍ତ୍ତମାନର ମନ୍ତ୍ରୀ, ରାଜମନ୍ତ୍ରୀ ତଥା ଲୋକସଭା, ରାଜ୍ୟସଭା, ରାଜ୍ୟ ବିଧାନ ପରିଷଦର ପୂର୍ବତନ ଉପସ୍ଥିତ ସଦସ୍ୟ, ମ୍ୟୁନିସିପାଲିଟି କର୍ପୋରେସନର ପୂର୍ବତନ ତଥା ବର୍ତ୍ତମାନର ମେୟର, ଜିଲ୍ଲା ପଞ୍ଚାୟତର ପୂର୍ବତନ ତଥା ବର୍ତ୍ତମାନର ଅଧ୍ୟକ୍ଷ ଥିବେ। ଦେନ୍ ନେକ୍ସଟ ପଏଣ୍ଟ ଅଛି କୌଣସି ବୃତ୍ତିଗତ ସଂସ୍ଥାଗୁଡ଼ିକରେ ପଞ୍ଜୀକୃତ ଡାକ୍ତର, ଯନ୍ତ୍ରୀ, ଆଇନଜୀବୀ, ଦେନ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଏବଂ ଆର୍କିଟେକ୍ଟ ହୋଇଥିବେ। ଲାଷ୍ଟ ପଏଣ୍ଟରେ ଅଛି ଦରଖାସ୍ତକାରୀ କୃଷକମାନଙ୍କର ବୈଧ ଭ୍ୟାଲିଡ ରେସନ କାର୍ଡ ନଥିବ, ଏହା ଅଯୋଗ୍ୟ କୁହାଯାଉଛି। ଦେନ୍ ଆପଣ ଏଠାରେ ଫଟୋ ଦେଖିପାରିବେ ଚାଷୀମାନଙ୍କର। ତ କିଛି ଏମିତି ପ୍ରକାର ଡ୍ରୋନ୍ ମଧ୍ୟ ଦେଉଛନ୍ତି କେମିକାଲ ଇଏ କରିବା ପାଇଁ। ଦେନ୍ ଦେଖିବା ନେକ୍ସଟ କଣ ରହିଛି ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ। ତ ଏହି ପ୍ରଶ୍ନ ଗୁଡାକ ପଚରା ଯାଉଛନ୍ତି। ତ ଦେଖିବା ସିଏମ୍ କିଷାନ ଯୋଜନା କଣ? ସିଏମ୍ କିଷାନ ଯୋଜନା କଣ? ଦେଖିବା କଣ ସିଏମ୍ କିଷାନ ହେଉଛି ରାଜ୍ୟ ସରକାରଙ୍କ ନିଜସ୍ୱ ସମ୍ବଳ ବ୍ୟୟରେ କାର୍ଯ୍ୟକାରୀ ହେଉଥିବା ଏକ କୃଷକ କଲ୍ୟାଣକାରୀ ଯୋଜନା, ଯାହାର ମୁଖ୍ୟ ଉଦ୍ଦେଶ୍ୟ କୃଷି ସମୃଦ୍ଧତାକୁ ତ୍ୱରାନ୍ୱିତ କରିବା ସହ କୃଷକମାନଙ୍କୁ ରାଜ୍ୟର ପ୍ରଗତିରେ ସମ୍ମିଳିତ କରିବା। ଏହି ଯୋଜନାରେ ଗ୍ରାମାଞ୍ଚଳର ସମସ୍ତ କ୍ଷୁଦ୍ର ନାମମାତ୍ର ଚାଷୀ ଓ ଭୂମିହୀନ କୃଷି ପରିବାରଙ୍କ ସ୍ୱାର୍ଥ ତଥା ଦାରିଦ୍ର୍ୟକୁ ହ୍ରାସ କରିବା ପାଇଁ ଧ୍ୟାନ ଦିଆଯାଇଛି। ଦେନ୍ କଣ ଅଛି ଦେଖିବା ନେକ୍ସଟ ସିଏମ୍ କିଷାନ ଯୋଜନାରେ କଣ ସବୁ ଉପାଦାନ ରହିଛି ଦେଖିବା। ସିଏମ୍ କିଷାନ ଯୋଜନାରେ 3ଟି ଉପାଦାନ ରହିଛି, ଯଥା ଚାଷ ପାଇଁ ଚାଷୀଙ୍କୁ ସହାୟତା। ସେକେଣ୍ଡ ପଏଣ୍ଟରେ ଅଛି ଭୂମିହୀନ କୃଷି ପରିବାରଙ୍କ ପାଇଁ ଜୀବନ ଜୀବିକା ସହାୟତା। ଥାର୍ଡ ପଏଣ୍ଟରେ ଅଛି କୃଷି ବିଜ୍ଞାନୀ ଯୋଜନା।
थर्ड पॉइंट देखिबा कोन अछि कृषक माननकु चाष कार्य ପାଇଁ की सहायता दिया जाउछि एही सीएम किसान योजना रे जेतेबेले कृषक माने चाष करछंती ताहेले से चाषी माननकु कोन ସବୁ ସହାୟତା ଦଉଛନ୍ତି ସରକାର ତାହା ଦେଖିବା ରାଜ୍ୟର ସମସ୍ତ ଯୋଗ୍ୟ ବିବେଚିତ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଚାଷ ନିମନ୍ତେ ପ୍ରତ୍ୟେକ ଫସଲ ଋତୁ ପାଇଁ 20,000 ଟଙ୍କା ସରି 2,000 ଟଙ୍କା ହିସାବରେ ବାର୍ଷିକ 4,000 ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି। 4 ନମ୍ବର ପଏଣ୍ଟରେ କଣ କୁହାଯାଇଛି ଭୂମିହୀନ କୃଷି ପରିବାରଙ୍କ ପାଇଁ ଜୀବନ ଜୀବିକା ସହାୟତା କଣ ଏକାକୀ ଶ୍ରମିକ ଜରୁରୀ ଆୟ ଯଥେଷ୍ଟ ନଥିବାରୁ ଗ୍ରାମାଞ୍ଚଳରେ ଭୂମିହୀନ ଚାଷୀ ପରିବାରଙ୍କ ଆର୍ଥିକ ଅଭିବୃଦ୍ଧି ନିମନ୍ତେ ଆନୁଷଙ୍ଗିକ କୃଷି କାର୍ଯ୍ୟ ଯଥା ପଶୁପାଳନ ମତ୍ସ୍ୟ ଚାଷ ଓ ଉଦ୍ୟାନ କୃଷି ବୃଦ୍ଧି ଆପଣାଇବା ପାଇଁ ସମୁଦାୟ 12,000 ରୁ 500 ଟଙ୍କା ତିନୋଟି କିସ୍ତିରେ ଯଥା 5,000 ଟଙ୍କା 5,000 ଟଙ୍କା ଓ ଶେଷ କିସ୍ତିରେ 2,500 ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି ଏହି କାର୍ଯ୍ୟକ୍ରମ ଗୁଡିକ ହେଲା କ୍ଷୁଦ୍ର ଛେଳି ଚାଷ ୟୁନିଟ କ୍ଷୁଦ୍ର ଅଣ୍ଡା ଦିଆ କୁକୁଡା ୟୁନିଟ यानी यूनिट कहले संघर्ष द्विमुखी स्वल्प सामग्री वैषयिक पक्षी यूनिट बतक यूनिट मत्स्यजीवी को मत्स्य उपकरण जोगाण छतु चाष महु चाष गोपालन टसर चाष देन लास्ट पॉइंट देखिबा जो क्वेश्चन अधिक पचरा जाउछि तो बेसिकली 5 क्वेश्चन पीपल आर आस्किंग सो लास्ट क्वेश्चन वी सॉ कृषि विद्यानिधि योजना कौन कृषि विद्यानिधि योजना एक छात्र छात्री वृद्धि कार्यक्रम सीएम किसान योजना हिताधिकारी पिलामानक शिक्षार प्रगति ପାଇଁ विभिन्न शिक्षा अनुष्ठान मानकर वृत्तिगत तथा वैषयिक शिक्षा ग्रहण निमंते कृषि विद्यानिधि योजना कार्यकारी करा जाउछि तो आपण माने पॉइंट गुडा देखि पारथिबे जहाँ सब लेखा जाइछि आपण आई थिंक बुझी पारिथिबे तो आपण मध्य जदि वर्तमान पर्यंत सीएम किसान किंबा पीएम किसान अप्लाई करी नाही ताले शीघ्र करी पकांतु टाइम बहुत अछि वर्तमान मध्य टाइम अछि आपण करी पकांतु देखुथिबे चासी मानको केमिते सहायता मिलुछि ड्रोन मध्य दिया जाउछि एवं ड्रोन सहायता रे केमिकल सिंचन करा जाउछि तापरे देखुथिबे सब किछि सरकार सुविधा देउछंती तीनटा किस्ती रे देबे फर्स्ट किस्ती देबे 5,000 टंका सेकंड किस्ती 5,000 टंका एवं शेष किस्ती 2,500 टंका देकी आपनकु सहायता करिवे सरकार एवं यहा आपण जे कोनोसी चाष करंतु आपनकु एही सहायता मिली पारिबो मु आशा करछि आजिर वीडियो आपनक पई हेल्पफुल हेतिबो जदि सहायता मिली छि एही वीडियो रो ताले दया करी एही वीडियो को आपण सब्सक्राइब कर नियंतु जा द्वारा न्यू अपडेट आपण पाई पारिबे आजि पई एतिकी मु आशा करछि आपण माने भल से थिबे भल से तो नमस्कार।